ବର୍ତ୍ତମାନ ଯାହା ସୂଚନା ମିଳୁଛି, ବ୍ୟାଟିଂ କରିବାକୁ ସୁଯୋଗ ଦେଲେନି ଗିଲ୍। ପଡ଼ିଆ ମଝିରେ ରାଗିଯାଇ ଏମିତି କଲେ ଜାଡେଜା। ତେବେ ସୂଚନା ଅନୁସାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଦିଲ୍ଲୀ ଟେଷ୍ଟରେ ଟିମ୍ ଇଣ୍ଡିଆ ମାତ୍ର 1.5 ଦିନ ମଧ୍ୟରେ ନିଜର ଇନିଂସ ଘୋଷଣା କରିଥିଲା। ଶକ୍ତିଶାଳୀ ବ୍ୟାଟିଂ ଯୋଗୁଁ ଏକ ବିଶାଳ ସ୍କୋର କରିଥିଲା। ପ୍ରଥମେ ବ୍ୟାଟିଂ କରି ଭାରତ 518 ରନର ନିଜର ଇନିଂସ ଘୋଷଣା କରିଥିଲା। ଯଶସ୍ୱୀ ଜୟସ୍ୱାଲ ଏବଂ ଅଧିନାୟକ ସୁମନ ଗିଲଙ୍କ ଉତ୍କୃଷ୍ଟ ଶତକ ପାଇଁ ଗିଲ୍ ଏବଂ ଜୟସ୍ୱାଲ ଶତକ ହାସଲ କରିଥିବା ବେଳେ ସାଇ ସୁଦର୍ଶନ, ଧ୍ରୁବ ଏବଂ ନୀତିଶ କୁମାର ରେଡ୍ଡି ମଧ୍ୟ ଭଲ ଇନିଂସ ଖେଳିଥିଲେ। ତଥାପି ଗିଲଙ୍କ ନିଷ୍ପତ୍ତି ଯୋଗୁଁ ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାକୁ ବ୍ୟାଟିଂ କରିବାର ସୁଯୋଗ ମିଳିଲା ନାହିଁ। ଏବେ ସେ ତାଙ୍କ ବୋଲିଂ ଦ୍ୱାରା ୱେଷ୍ଟଇଣ୍ଡିଜ୍ ଉପରେ ନିଜର କ୍ରୋଧ ବାହାର କରିଥିଲେ। ଶନିବାର ଅକ୍ଟୋବର 11 ତାରିଖ ଅରୁଣ ଜେଟଲୀ ଷ୍ଟାଡିୟମରେ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନ ଥିଲା। ଟିମ୍ ଇଣ୍ଡିଆ ଦିନର ଦ୍ୱିତୀୟ ସେସନରେ ଘୋଷଣା କରିଥିଲା। ପ୍ରଥମ ଦିନର ସ୍କୋର 200 ରନ୍ ଯୋଡ଼ିଥିଲା। ଏହା ଜାଡେଜାଙ୍କୁ ବ୍ୟାଟିଂ କରିବାର ସୁଯୋଗରୁ ବଞ୍ଚିତ କରିଥିଲା। ଏହା ପୂର୍ବ ମ୍ୟାଚରେ ଶତକ ହାସଲ କରିବା ପରେ ସେ ପୁଣି ଥରେ ଏକ ବଡ଼ ଇନିଂସ ଖେଳିବାର ସୁଯୋଗ ହରାଇଥିଲେ। କିନ୍ତୁ ଯଦି ୱେଷ୍ଟଇଣ୍ଡିଜ୍ ଦଳ ପୂର୍ବରୁ ଜାଡେଜାକୁ ଏଡ଼ାଇ ନଥାନ୍ତେ, ତେବେ ସେମାନେ କୁଆଡ଼େ ଯାଇଥାନ୍ତେ। ଯଦି ବ୍ୟାଟିଂ ନୁହେଁ, ତେବେ ବୋଲିଂରେ ଜାଡେଜା ସେମାନଙ୍କୁ ଘାଇଲା କରିଥାନ୍ତେ। କାରଣ ଜାଡେଜା ଯେକୌଣସି ଦଳ ପାଇଁ ବିପର୍ଯ୍ୟୟ ପ୍ରମାଣିତ ହୋଇପାରନ୍ତି। 2 କିମ୍ବା 3 ଜଣ ୱେଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନ୍ ଏକ ଦୌଡ଼ ଆରମ୍ଭ କରିଥିଲେ ଏବଂ ଦୀର୍ଘ ସମୟ ଧରି ଭାରତୀୟ ବୋଲରମାନଙ୍କୁ ଅସୁବିଧାରେ ପକାଇଥିଲେ। କିନ୍ତୁ ରବୀନ୍ଦ୍ର ଜାଡେଜା ତାଙ୍କ ବୋଲିଂରେ ତାଙ୍କର ହତାଶା ଦୂର କରିଥିଲେ। କାରିବିଆନ୍ ବ୍ୟାଟ୍ସମ୍ୟାନମାନଙ୍କୁ ଟାର୍ଗେଟ କରିବାର ସୁଯୋଗ ଦେବାରୁ ବଞ୍ଚିତ ହେବା ପରେ ଜାଡେଜା ତାଙ୍କ ସ୍ପିନର ସେମାନଙ୍କ ବ୍ୟାଟ୍ସମ୍ୟାନମାନଙ୍କୁ ଗୋଟିଏ ପରେ ଗୋଟିଏ ଫସାଇ ଦେଇଥିଲେ। ଏହା ସବୁ ଓପନର ଜନ୍ କ୍ୟାମ୍ପବେଲଙ୍କ ୱିକେଟ୍ ସହିତ ଆରମ୍ଭ ହୋଇଥିଲା, ଯାହାକୁ ସାଇ ସୁଦର୍ଶନ ଏକ ଚମତ୍କାର କ୍ୟାଚ୍ କରିଥିଲେ। କିନ୍ତୁ ଏହାପରେ ଜାଡେଜାଙ୍କ ସର୍ବୋତ୍ତମ ୱିକେଟ୍ ଆସିଥିଲା। ଆଲିକ୍ ଆଥାନାସ୍ ଏବଂ ତେଜନାରେନ୍ ଚନ୍ଦ୍ରପୋଲ ଏକ ଦୃଢ଼ ଭାଗୀଦାରୀ ଗଢ଼ି ଦଳକୁ 100 ରନ୍ ପାଖାପାଖି ପହଞ୍ଚାଇ ଦେଇଥିଲେ। ଏହି ସମୟରେ ତେଜନାରେନ୍ ଜାଡେଜାଙ୍କ ନୂତନ ଓଭରର ପ୍ରଥମ ବଲରେ ଏକ ଛକା ମାରିଥିଲେ। ଭାରତୀୟ ସ୍ପିନର ସ୍ପଷ୍ଟ ଭାବରେ ଏହାକୁ ପସନ୍ଦ କରିନଥିଲା ଏବଂ ପରବର୍ତ୍ତୀ 2ଟି ବଲ୍ ମଧ୍ୟରେ ସେ ୱେଷ୍ଟଇଣ୍ଡିଜ୍ ଓପନରଙ୍କୁ ଆଉଟ୍ କରିଥିଲେ। ଜାଡେଜା ସେଠାରେ ଅଟକି ନଥିଲେ ଏବଂ ଶୀଘ୍ର ତାଙ୍କର ଖାତା ନ ଖୋଲି ୱେଷ୍ଟଇଣ୍ଡିଜ୍ ଅଧିନାୟକ ରଷ୍ଟନ୍ ଚେଜ୍ଙ୍କୁ ଆଉଟ୍ କରିଥିଲେ। ଯଦି ଏହା ଯଥେଷ୍ଟ ନଥିଲା, ତେବେ ଜାଡେଜା ସବୁବେଳେ ଫିଲ୍ଡିଂରେ ଅବଦାନ ରଖୁଥିଲେ। ସବୁଠାରୁ ପ୍ରଭାବଶାଳୀ ପ୍ରମାଣିତ ହେଉଥିବା ବ୍ୟାଟ୍ସମ୍ୟାନମାନଙ୍କୁ ଫେରାଇ ଦେଇଥିଲେ। ସେ ପ୍ରଥମ ଦିନରେ ୱେଷ୍ଟଇଣ୍ଡିଜ୍ ପାଇଁ ସର୍ବାଧିକ ସ୍କୋର କରିଥିବା ଆଲିକ୍ ଆଥାନାସେଙ୍କୁ କୁଲଦୀପ ଯାଦବଙ୍କ ହାତରେ କ୍ୟାଚ୍ ଦେଇଥିଲେ। ବ୍ୟାଟିଂ କରିବାର ସୁଯୋଗ ନ ପାଇବା ପରେ ଜାଡେଜା ବୋଲିଂ ଏବଂ ଫିଲ୍ଡିଂରେ ନିଜର ଚମତ୍କାର ପ୍ରଦର୍ଶନ କରିଥିଲେ। ତାଙ୍କର 14 ଓଭରରେ ଜାଡେଜା 37 ରନ୍ ଦେଇଥିଲେ ଏବଂ 3 ୱିକେଟ୍ ନେଇଥିଲେ। ଫଳସ୍ୱରୂପ ଭଲ ସ୍ଥିତିରେ ଥିବା ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଦିନ ସୁଦ୍ଧା 4 ୱିକେଟ୍ ହରାଇ 140 ରନ୍ କରିଥିଲା ଏବଂ ଟିମ୍ ଇଣ୍ଡିଆଠାରୁ 378 ରନ୍ ପଛରେ ଥିଲା। ଦ୍ୱିତୀୟ ଦିନ ପୂର୍ବରୁ ଟିମ୍ ଇଣ୍ଡିଆ 318 ରନ୍ରୁ ଖେଳ ଆରମ୍ଭ କରିଥିଲା। କିନ୍ତୁ ଯଶସ୍ୱୀ ଜୟସ୍ୱାଲ 175 ରନ୍ କରି ରନ୍ ଆଉଟ୍ ହୋଇ ଦ୍ୱିଶତକରୁ ବଞ୍ଚିତ ହୋଇଥିଲେ। ଅଧିନାୟକ ସୁମନ ଗିଲ୍ ତାଙ୍କର ପ୍ରଭାବଶାଳୀ ଫର୍ମ ଜାରି ରଖି ବର୍ଷର ପଞ୍ଚମ ଏବଂ ସାମଗ୍ରିକ ଭାବରେ ତାଙ୍କର 10ତମ ଟେଷ୍ଟ ଶତକ ହାସଲ କରିଥିଲେ। ସେ 129 ରନ୍ କରି ଅପରାଜିତ କରିଥିଲେ। ନୀତିଶ କୁମାର ରେଡ୍ଡି ମଧ୍ୟ ସୁଯୋଗର ଫାଇଦା ଉଠାଇ 43 ରନ୍ କରିଥିଲେ। ଯେତେବେଳେ ଧ୍ରୁବ ମଧ୍ୟ ଏକ ଭଲ ଇନିଂସ ଖେଳି 44 ରନ୍ କରିଥିଲେ।